ଥରେ ଘରେ କେହି ନଥିବା ସମୟରେ ମୋ ଶ୍ୱଶୁର ମୋତେ 1.5 ଘଣ୍ଟା ଧରି କିପରି ଘେଇଥିଲେ, ମୁଁ ସେହି ବିଷୟରେ ଆଜି ଆପଣମାନଙ୍କୁ ଏ ଭିଡ଼ିଓରେ କହୁଛି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୋ ନାଁ ହେଉଛି ରୋଜି। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ୍ ପ୍ରିୟା ଟ୍ୟୁବ୍ ଚ୍ୟାନେଲ୍। ଏହି ଚ୍ୟାନେଲରେ ଆପଣମାନେ ବରାବର ହଟ୍ ଘିଆଁ ଭିଡ଼ିଓ ସବୁ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚିତ ଭାବରେ ଚିପିବେ, ଯାହାଫଳରେ ଆମ ଚ୍ୟାନେଲରେ ଛଡ଼ାଯାଉଥିବା ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖକୁ ଯିବ। ତ ଦିନେ ମୋ ଶ୍ୱଶୁର କିପରି ମୋତେ 1.5 ଘଣ୍ଟା ଧରି ଘର ଭିତରେ ଏକୁଟିଆ ପାଇ ଘେଇଥିଲେ, ସେହି ବିଷୟରେ ମୁଁ ଆଜି ଆପଣମାନଙ୍କୁ କହୁଛି। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଥରେ କ'ଣ ହେଇଛି ନା, ଘରେ କେହି ନଥିଲେ। ଏହାର ଅର୍ଥ ହେଉଛି ମୋ ଶାଶୁ ବହୁତ ଦିନ ହେଲା ମୃତ୍ୟୁବରଣ କରିସାରିଥିଲେ ଏବଂ ମୋ ସ୍ୱାମୀ ସେ ବାହାରେ ରୁହନ୍ତି। ତେଣୁ ଆମେ ଘରେ ଶ୍ୱଶୁର ଏବଂ ଆମେ ଏଇ 2 ଜଣ ଘରରେ ରହୁ। ତ ମୁଁ ବି ଏକୁଟିଆ ଏବଂ ଶ୍ୱଶୁର ମଧ୍ୟ ଏକୁଟିଆ। ମୋର ସ୍ୱାମୀ ନାହାନ୍ତି, ତେଣୁ ମୁଁ ଘିଆଁ ହେଇପାରେ ନାହିଁ ଏବଂ ଶ୍ୱଶୁରଙ୍କର ସ୍ତ୍ରୀ ନାହାନ୍ତି, ତେଣୁ ସେ ମଧ୍ୟ ଘିଆଁ ହେଇପାରନ୍ତି ନାହିଁ। ତେଣୁ ଯେହେତୁ ମୋର ସ୍ୱାମୀ ବାହାରେ ରୁହନ୍ତି, ତେଣୁ ସେ ବରାବର ଆସିପାରନ୍ତି ନାହିଁ, କେବେ କେମିତି ଘରକୁ ଆସନ୍ତି। ତେଣୁ ମୁଁ ବହୁତ କଷ୍ଟରେ ରାତିରେ ଶୁଏ। ମୁଁ ବହୁତ ବ୍ୟାଧି, ମୋତେ ସଦାବେଳେ ଘିଆଁ ଖାଇବାକୁ ଇଚ୍ଛା ହୁଏ, କିନ୍ତୁ ଯେହେତୁ ସ୍ୱାମୀ ନାହାନ୍ତି ସେସବୁ ସୁଯୋଗ ମୁଁ ପାଇପାରେ ନାହିଁ। ତ ଯେଉଁ ଦିନର ଘଟଣା କଥା ମୁଁ ଆପଣମାନଙ୍କୁ ଆଜି କହୁଛି, ସେଦିନ କ'ଣ ହେଲା ନା, ରାତିରେ ଖାଇସାରିଲା ପରେ ମୋ ଶ୍ୱଶୁର ମୋତେ କହିଲେ ଯେ ଟିକିଏ ମୋ ଗୋଡ଼ରେ ତେଲ ଘଷି ଦିଅ, ମୋ ଗୋଡ଼ଟି ଆଜି ବହୁତ ଯନ୍ତ୍ରଣା ହେଉଛି। ମୁଁ ବି କହିଲି ହଉ, ଆପଣ ଶୋଇପଡ଼ନ୍ତୁ, ମୁଁ କାମ ସାରି ତେଲକୁ ଗରମ କରି ନେଇଯାଉଛି। 10ରୁ 15 ମିନିଟ୍ ଚାଲିଗଲା ପରେ ମୁଁ ତେଲକୁ ଗରମ କଲି ଏବଂ ଗରମ କରି ଶ୍ୱଶୁରଙ୍କ ରୁମ୍ ଭିତରକୁ ଗଲି। ଶ୍ୱଶୁର ସେତେବେଳେ ଗୋଟିଏ ପତଳା ଗାମୁଛା ପିନ୍ଧିଥିଲେ ଏବଂ ଉପରକୁ ପେଟ କରି ସେ ଶୋଇଥିଲେ। ତେଣୁ ମୁଁ ଯାଇ ତାଙ୍କ ଗୋଡ଼ରେ କ'ଣ କଲି ନା, ତେଲ ମାଲିସ କରିବା ଆରମ୍ଭ କଲି। କିଛି ସମୟ ତେଲ ମାଲିସ କରିସାରିଲା ପରେ ହଠାତ୍ ମୋ ନଜର ପଡ଼ିଗଲା ତାଙ୍କ ସେଇ ଗାମୁଛା ଉପରେ। ଗାମୁଛା ଭିତରେ ତାଙ୍କର ବାଣ୍ଡଟି ପୁରା ଟିଙ୍ଗିକି ଉଠୁଥିଲା ଏବଂ ଆସ୍ତେ ଆସ୍ତେ ସେ ଉପରକୁ ଉଠୁଥିଲା। ଶ୍ୱଶୁର ଯେତେ ସଂଯତ କଲେ ମଧ୍ୟ ସେ ତାଙ୍କ ବାଣ୍ଡକୁ ଆୟତ୍ତରେ ରଖିପାରୁନଥିଲେ। ମୁଁ ଯେତେବେଳେ ତାଙ୍କ ସେଇ ପତଳା ଗାମୁଛା ଭିତରୁ ସେ ବାଣ୍ଡଟି ଉପରକୁ ଏତେ ଲମ୍ବା ହେଇ ଟେକି ରହିଥିଲା, ସେ ଦୃଶ୍ୟ ଦେଖି ମୋ ପୁରା ଦିଆ ନାଳେଇ ଗଲା। କାରଣ ମୁଁ ବି ବହୁତ ଦିନ ହେଲା ଘିଆଁ ଖାଇ ନଥିଲି। ତେଣୁ ତାଙ୍କର ସେ ବାଣ୍ଡର ଅବସ୍ଥା ଦେଖି ମୋ ମନ ପୁରା ସକମକ ହେଇଗଲା। କ'ଣ କରିବି, ମୁଁ ଆଉ ନିଜକୁ ସମ୍ଭାଳି ପାରିଲି ନାହିଁ। ମୁଁ ଯେମିତି ହଉ ଶ୍ୱଶୁର ପାଖରୁ ଘିଆଁ ଖାଇବି, ଏଇ କଥା ମୋ ମନ ଭିତରକୁ ଆସିଗଲା। ତେଣୁ ମୁଁ ତେଲ ମାରୁଥିବା ସମୟରେ ଆସ୍ତେ ଆସ୍ତେ କ'ଣ କଲି ନା, ତେଲକୁ ତାଙ୍କ ଜଙ୍ଘ ଆଡ଼କୁ ନେଇଗଲି ଏବଂ ଜଙ୍ଘରେ ଭଲ କିନା 2 ହାତରେ ଜଙ୍ଘକୁ ମାଲିସ କଲି। ସେତେବେଳେ ଶ୍ୱଶୁର ଆଉ ସମ୍ଭାଳିବା ଅବସ୍ଥାରେ ନଥିଲେ। ଏଇ ତେଲ ମାରୁଥିବା ସମୟରେ ମୁଁ କ'ଣ କଲି ନା, ମୋ ହାତକୁ ଟିକିଏ ସ୍ଲିପ୍ କରିଦେଲି ଏବଂ ମୋ ହାତ ଯାଇ ବାଜିଲା ଶ୍ୱଶୁରଙ୍କ ବାଣ୍ଡରେ। ଶ୍ୱଶୁର ଚଟକିନା ଉଠି ପଡ଼ିଲେ। ତାପରେ କହିଲେ, ବୋହୂ ଥାଉ, ଆଉ ଦରକାର ନାହିଁ, ବହୁତ ହେଇଗଲା, ତମେ ଯାଅ ଶୋଇବ। ମୁଁ କିନ୍ତୁ ସେ ମୌକା ଆଉ ଛାଡ଼ିବା ଅବସ୍ଥାରେ ନଥିଲି। ମୁଁ କହିଲି, ଆଉ ଟିକିଏ କୁହନ୍ତୁ, ମୁଁ ଟିକିଏ ଭଲ କି ମାଲିସ କରିଦିଏ। ଏମିତି କହି ମୁଁ ତେଲ ନେଇ ସିଧା ତାଙ୍କ ବାଣ୍ଡରେ ଲଗେଇଦେଲି ଏବଂ ମୋର 2 ହାତରେ ତାଙ୍କ ବାଣ୍ଡକୁ ଧରି ହଲେଇଲି।
ସେ ଆଉ ନିଜକୁ ଆୟତ୍ତ କରିପାରିଲେ ନାହିଁ। ଗପ୍ କିନା ଉଠି ପଡ଼ିଲେ ଏବଂ ମୋତେ କୁଣ୍ଢେଇ ଧରିଲେ। କହିଲେ, ବୋଉ ଆଜି ମୁଁ ତୁମକୁ ଘେଇବି। ମୁଁ ତ ସେତେବେଳକୁ ଡିଆଁ ଖାଇବି ବୋଲି ପୁରା ପାଗଳି ହେଇଯାଇଥିଲି। ତେଣୁ ମୁଁ କହିଲି, ତମେ ଯାହା କରୁଛ କର। ତାପରେ ଶ୍ୱଶୁର କ'ଣ କଲେ ନା ତାଙ୍କ ଗାମୁଛାକୁ ପୁରା ଖୋଲିଦେଲେ। ଦେଖିଲି ବହୁତ ଲମ୍ବା ଭାଣ୍ଡଟି, ପୁରା 6 ଇଞ୍ଚ ଉପରେ ହେବ ଏବଂ ସେ ପୁରା ଟିଙ୍ଗେଇକି ରହିଛି। ତେଣୁ ମୁଁ କ'ଣ କଲି ନା ଆସ୍ତେକିନା ବସି ପଡ଼ିଲି ଏବଂ ତାଙ୍କ ଭାଣ୍ଡକୁ ମୋ ପାଟିରେ ନେଲି। କିଛି ସମୟ ମୋ ପାଟିରେ ନେଇ ମୁଁ ତାଙ୍କୁ ଚୁଚୁମିଲି। ସେତେବେଳକୁ ଶ୍ୱଶୁର ଆଉ ସମ୍ଭାଳିବା ଅବସ୍ଥାରେ ନଥିଲେ। ସେ ମୋତେ ଚଟକିନା ସେ ବିଛଣା ଉପରେ ଶୁଆଇ ଦେଲେ ଏବଂ ମୋ ବିଆରେ ସିଧା ମୁହଁ ମାରିଦେଲେ। ପାଖାପାଖି 10ରୁ 15 ମିନିଟ୍ ପର୍ଯ୍ୟନ୍ତ ସେ ମୋ ବିଆକୁ ଖାଲି ଚାଟିଲେ। ତାପରେ ମୋର 2 ଟାଙ୍ଗକୁ ଉପରକୁ ଟେକି ଧରିଲେ ଏବଂ ତାଙ୍କ ଗାଣ୍ଡରେ ଟିକିଏ ଛେପ ଲଗାଇ ମୋ ବିଆରେ ତାଙ୍କ ଗାଣ୍ଡକୁ ପଶାଇଲେ। ଅଧଘଣ୍ଟା ଧରି ଘେଇଁ ଚାଲିଲେ। ନିର୍ଦ୍ଧୁମ ଭାବରେ ଘେଇଁଲେ। କଚ୍ କଚ୍ ଖପ୍ ଖପ୍ କରି ସେ ଖାଲି ଘେଉଁଥିଲେ। ମୁଁ ତାଙ୍କ ବିହା ଦେଖି ଅନୁଭବ କଲି ଯେ ମୋ ସ୍ୱାମୀ ମଧ୍ୟ ମୋତେ ଏତେ ସୁନ୍ଦର କେବେ ଘେଇଁ ପାରନ୍ତି ନାହିଁ। କିନ୍ତୁ ବୁଢ଼ା ଶ୍ୱଶୁର, ସେ ମୋତେ ତାଙ୍କଠାରୁ ଅଧିକ ସୁଖ ଦେଉଛି। କିଛି ସମୟ ସେ ଏମିତି ଘେଇଁ ସାରିଲା ପରେ ତାପରେ ସେ କ'ଣ କଲେ ନା ମୋତେ ପେଟେଇ ଦେଲେ ଏବଂ ମୋ ଗାଣ୍ଡିଟିକୁ ଟିକିଏ ଉପରକୁ ଉଠାଇ ଦେଲେ। ତାପରେ ପଛପଟ ଦେଇ ତାଙ୍କ ଗାଣ୍ଡକୁ ପୁଣି ମୋ ବିଆରେ ପଶାଇଲେ ଏବଂ ପୁଣି ସେ ଘେଇଲେ ପାଖାପାଖି ଅଧଘଣ୍ଟା ଧରି। ସେତେବେଳକୁ ଆମେ ପାଖାପାଖି ଘଣ୍ଟାଏ ଧରି ଡିଆଁ ଘେଇଁ ହେଇସାରିଥିଲୁ। କିନ୍ତୁ ବୁଢ଼ାର ସେତେବେଳକୁ ପାଣି ବାହାରି ନଥିଲା। ମୋର କିନ୍ତୁ ବହୁତ ଆଗରୁ ପାଣି ବାହାରି ସାରିଥିଲା। ତେଣୁ ମୁଁ କ'ଣ କଲି ନା ବୁଢ଼ାକୁ ପୁଣି ଖଟ ଉପରେ ଚିତ୍କିନା ଶୁଆଇ ଦେଇ ତାଙ୍କ ଭାଣ୍ଡକୁ ମୋ ପାଟିରେ ନେଲି। 5ରୁ 7 ମିନିଟ୍ ପର୍ଯ୍ୟନ୍ତ ମୁଁ ମୋ ପାଟିରେ ତାଙ୍କ ଭାଣ୍ଡକୁ ଚୁଚୁମିଲି। ଏହାପରେ ଫଚ୍ ଫଚ୍ କରି ତାଙ୍କ ଭାଣ୍ଡରୁ ରସ ବାହାରିଗଲା। ସେଇଦିନ ପରେ ଆମେ ବହୁତ ଥର ଏମିତି ଡିଆଁ ଘେଇଁ ହେଇଛୁ। ସେସବୁ ବିଷୟରେ ମୁଁ ଆପଣମାନଙ୍କୁ ପରବର୍ତ୍ତୀ ଭିଡ଼ିଓରେ କହିବି। ରହୁଛି। ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।